ନା ମୋ ପୁଅର ସାମର୍ଥ୍ୟ ଥିଲା ଗୋଟିଏ ନାରୀ ତାକୁ ମାରିବାଟା ହେଉଛି ସମ୍ଭବପର ନୁହେଁ। ବୋହୂ ମାରିଲା କେବଳ ଧନ, ତାକୁ ସେ ପ୍ରେମିକ ସହିତ ସମ୍ପର୍କ ରଖିକି ମୋର ଧନ ହଡପ କରିବା ତାର ମୂଳ ଲକ୍ଷ୍ୟ ଥିଲା। ସ୍ୱାମୀ ଦୁଃଖରେ ସେ ଦୁଃଖିତ କ'ଣ ହବ? ସ୍ୱାମୀ ମରିଗଲା ବୋଲି ସେ ହସିଛି। ୟାର ପ୍ରକୃତ ଦଣ୍ଡ ସେ ପାଉ, ଫାଶୀ ହଉ। ପୁଅକୁ ମାରିବା ପାଇଁ କେବଳ ତାର ହାତ ନୁହେଁ, ବୋଉର। କାରଣ ପୁଅ ଆମର ମଜବୁତ 2 ଜଣ ଲୋକଙ୍କୁ ଅଟକେଇ ଦେଇପାରେ। ଯଦି ଏ ଯୋଜନାବଦ୍ଧ ଭିତରେ ହତ୍ୟା ନ ହେଇଛି ବୋଲି ଯଦି କୌଣସି ଲୋକ କହନ୍ତି, ତାହା ଆମେ ଅଗ୍ରାହ୍ୟ କରୁଛୁ। କାହିଁକି ନା ମୋ ପୁଅର ସାମର୍ଥ୍ୟ ଥିଲା ଗୋଟିଏ ନାରୀ ତାକୁ ମାରିବାଟା ହେଉଛି ସମ୍ଭବପର ନୁହେଁ। ତେଣୁ ସେ ଯୋଜନାବଦ୍ଧରେ ତା ପ୍ରେମିକ ମାନଙ୍କୁ ଫୋନ କରି ବା ଗୁଣ୍ଡାକୁ ଡକାଡକି କରି କୌଣସି ଆମ ଅନୁପସ୍ଥିତ ସମୟରେ ସିଏ ତାକୁ ମାରିଛି। ବୋହୂ ମାରିଲା କେବଳ ଧନ, ତାକୁ ସେ ପ୍ରେମିକ ସହିତ ସମ୍ପର୍କ ରଖିକି ମୋର ଧନ ହଡପ କରିବା ତାର ମୂଳ ଲକ୍ଷ୍ୟ ଥିଲା। ଏବଂ ତା ପରିବାର ତାକୁ ସମସ୍ତେ ସହଯୋଗ କରନ୍ତି, ଆଉ ତା ପ୍ରେମିକ ତାକୁ ସହଯୋଗ କରେ। ସେ ପ୍ରେମିକ ମାନେ ବା ତା ପରିବାରଙ୍କ ଭିତରେ ମଧ୍ୟ ଆମର ବଚସା ଲାଗିଥିଲା। ପୁଅ ଜାଣିନଥିଲା ଯେ ତା ଭିତରେ ଏତେ ସନ୍ଦେହ ଅଛି ବୋଲି, ସେ କାହାକୁ ଭଲ ପାଇଛି ବୋଲି ସେଟା କେମିତି ଜାଣିବ? ସିଏ ଜଣେ ଶିକ୍ଷକ ହିସାବରେ ପାଠ ପଢଉଥିଲା। ଏଗୁଡାକ ତ ସେ ଜାଣିପାରିବନି। ସେ ବାହାର ପରେ ରହିନଥିଲା, କାହିଁକି? ତାର ଯୋଉ ପୁରୁଣା ପ୍ରେମିକ ଥିଲା ତା ସହିତରେ ସେ ସହବାସ କରିବାକୁ ସେଠିକି ପଳାଏ। ସେ ଝିଅ ପୁରା ହସୁଛି ଏବଂ ଯେତେବେଳେ ପୋଲିସ ନେଲେ ଏମିତି ଷ୍ଟ୍ରଙ୍ଗ ହେଇକି ଯାଇଛି ସେ ଥାନା ପର୍ଯ୍ୟନ୍ତ ବୋଲି। ଆଉ ଟୋପେ ନାହିଁ, କାନ୍ଦ ନାହିଁ, ନା ଦୁଃଖ କିଛି ନାହିଁ, ଆଉ ଓଲଟି ହସିଛି। ସ୍ୱାମୀ ଦୁଃଖରେ ସେ ଦୁଃଖିତ କ'ଣ ହବ? ସ୍ୱାମୀ ମରିଗଲା ବୋଲି ସେ ହସିଛି। ମୁଁ ଜୋର କରିକି କହୁଛି, ମୋ ପୁଅକୁ, ସେ ମୋର ଗୋଟିଏ ପୁଅକୁ ଯୋଉ ଭଳିଆ ବିଭତ୍ସ ଭାବେ ହତ୍ୟା କରିଛି, ତା ସହଯୋଗୀ ମାନଙ୍କ ମାଧ୍ୟମରେ ସ୍ପଷ୍ଟ ଇନକ୍ୱାରି କରାଯାଉ ଏବଂ ପୁଲିସ ଦୁର୍ବଳ ନ ହୋଇ ସବଳ ହିସାବରେ କାମ କରୁ। ଯଦି ପୋଲିସ ମାନେ ନିଷ୍କ୍ରିୟ ରହିବେ ତାହେଲେ ଚରମ ସୀମାରେ ପହଞ୍ଚେଇବୁ, SP ପାଖକୁ ଯିବୁ। ତେଣୁ ପୋଲିସ ୟାର ପ୍ରକୃତ ପର୍ଯ୍ୟନ୍ତ ହଉ। ଆଉ ସେ ଝିଅ ଆମକୁ ଯେମିତି ଶୋକାକୁଳ ପରିବେଶ ଭିତରେ ଆମକୁ ଭର୍ତ୍ତି କରିକି ରଖିଛି, ଆମେ ଯେମିତି ଗୋଟିଏ ପୁଅ ହରେଇକି ଆଜି ଆମେ କାନ୍ଦୁଛୁ, ଆମ ଆଖିରୁ ଯେମିତି ରକ୍ତମାନ ଧାର ଧାର ହେଇକି ଗଡି ଯାଉଛି, ୟାର ପ୍ରକୃତ ଦଣ୍ଡ ସେ ପାଉ, ଫାଶୀ ହଉ ନତବା ସଶ୍ରମ କାରାଦଣ୍ଡ ହଉ।